नमो भगवते वासुदेवाय। श्रीमद्भागवत दशम स्कंध 80तम अध्याय। बोलंती राजा परीक्षित शुकचरणे देई हस्त। परीक्षित उवाच भोमुनि कृष्णर चरित शुणी होइली कृतकृत्य। ए महायज्ञे जेते थिले कृष्ण महिमा से देखिले। आनंदे गले निजपुर प्रशंसी धर्मर कुमार। अंधनंदन दुर्योधन से किंपा हेला दुख मन। एणे संशय मोर चित्त भोमुनि कहिबा तदंत। हेमंते राजा वाणी शुणी सुख कहन्ति मने गुणी। सुख उवाच बोलंती सुख कुरुवीर तो पितामह युधिष्ठिर। बंधु बांधव ता भुवने यज्ञ सभार प्रयोजने। जे जहा मते कार्य कले धर्मनंदन कृष्ण बोले। जागर पाकशाले भीम धने अध्यक्ष दुर्योधन। सभाजनक पूजा भाव अर्थ साधने सहदेव। नकुल द्रव्य संपादने देवकी नंदन वचने। गंध चंदन पुष्पदाने अर्जुन थिला सावधाने। विप्रचरण समार्जन करंती नंदर नंदन। द्रुपद राजार नंदिनी से यज्ञ अन्न पर शुणी। दाने अधिप वीर कर्ण धने तोशिला विप्रमन। विकर्ण वीर जुजुधान विदुर हार्दिक्य नंदन। हुश्रुवा बाल्लीक नंदन ए आदि वीर संतर्धन। धर्मनंदन अनुवादे यज्ञर नाना कर्म साधे। पंडुकुमार प्रिय मते थिले संतोष भाव चित्ते। जाज्ञिक आदि सभासद सुमरी बांधव सुहृद। इष्ट कुटुंब आदि जेते दक्षिणा पूजा जे झामते। राजुषी यज्ञ सभा मध्ये मधुसूदन पद्मपादे। शिशुपालर पंचप्राण निश्चिंते पशिला शरण। हेमंते महायज्ञ सारी धर्मनंदन दंडधारी। उत्सव वाद्य नाद मेले यज्ञ स्नान गंगा जले। मिलिले मंगल संपदे शंख शब्द वेदनादे। देव गंधर्व पितृगण करंती पुष्प बरषण। जही विजय नर नारी नाना भूषण अंगे भरी। गंध चंदन गंगा जले देहे सिंचंती भुज बले। क्रीडंती नाना रस भावे सुपुण्यवादे जन सर्वे। तैल घृत गंधोदक हरिद्रा कुंकुम शशांक। पुरुषे नारींकर मुखे लेपि सिंचंती मन सुखे। राजकामिनी नाना रथे विजय कले राजपथे। पासे आवृत सुरवरे बेगे मिलिले गंगा तीरे। देव कामिनी प्राय मिली
କରନ୍ତି ଗଙ୍ଗା ଜଳେ କେଳି। କୃଷ୍ଣ କାମିନୀ ପରିହାସେ ସିଞ୍ଚନ୍ତି ନୀର ମୁଖ କେଶେ। ସଲ ଯେ ହର ସେ ହସନ୍ତି ଯେହ୍ନେ ଗଗନେ ତାରାପନ୍ତି। ଭୀମ ଅର୍ଜୁନ ଆଦି ଯେତେ ସର୍ବକାମିନୀ ମଧ୍ୟ ଗତେ। ଜଳ ସିଞ୍ଚନ୍ତି ବେନି ହସ୍ତେ ଝିନ ବସନ ଉରଗାତ୍ରେ। ପ୍ରକାଶେ ଜାନୁ କଟିସ୍ତନ ଓଦା ବସନେ କି ସୁବର୍ଣ୍ଣ। ଦେଖି କାମିନୀ ଦୁଷ୍ଟ ଜନେ ଅନଙ୍ଗ ବାଣେ ମନ ଛନେ। ବଦନେ ମନ୍ଦ ହାସ ଦେଖି ମୋহে ବୁଝିଲେ ବେନି ଆଖି। ଏମନ୍ତେ ଅବଭୃତ ସ୍ନାନ ଆନନ୍ଦେ କରି ସର୍ବଜନ। କୂଳେ ବିଜୟ ମହାରାଜ ଉଦୟର ବିଜିଣି ତେଜ। ନାନା ଭୂଷଣେ ଅଳଙ୍କୃତ ରଥେ ଆରୋହୀ ଧର୍ମସୂତ। ପାଶେ ଆବୃତ ନାରୀ ଜନେ କ୍ରିୟା କଳାପେ ଯଜ୍ଞ ଯେହ୍ନେ। ଦ୍ରୌପଦୀ ଘେନି ରାଜା କୋଳେ ସ୍ନାହାନ କରି ଗଙ୍ଗା ଜଳେ। ବାଜଇ ବୀର ତୁର ଭେରି ଗଙ୍ଗାରେ ଅଭିଷେକ କରି। ଦୁନ୍ଦୁଭି ଶୁଭ ଆକାଶେ ସୁଗନ୍ଧ କୁସୁମ ବରସେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ଅଗ୍ରତେ ଚତୁର୍ଥ ଆଶ୍ରମ। ରାଜାର ଅବଭୃତ କାଳେ ସ୍ନାହାନ କରି ଗଙ୍ଗା ଜଳେ। ନିର୍ମଳ କଲେ ଦେହ ମନ ଯେ ଜଳେ କଳୁଷ ଦହନ। ବିଶେଷ ଚାହିଁ କୃଷ୍ଣ ମୁଖ ଛାଡ଼ିଲେ ଭବ ବନ୍ଧ ଦୁଃଖ। ଉତ୍ତମ ବସ୍ତ୍ର ଆଦି ଧନ ଅଣାଇ ପଣ୍ଡୁର ନନ୍ଦନ। ଯଜ୍ଞେ ବରଣ ବ୍ରହ୍ମାଦି ଯେ ଅବା ଥିଲେ ମନ୍ତ୍ରବାଦୀ। ଜ୍ଞାତି ବାନ୍ଧବ ନୃପ ଗଣେ ମିତ୍ର ସୁହୃଦ ଯେ ବା ଅନ୍ୟେ। କୃଷ୍ଣ ବଚନେ ପୂଜା କରି ମନ ତୋଷିଲେ ଦଣ୍ଡଧାରୀ। ମଣିକୁଣ୍ଡଳ ପାଗ ଶିରେ ନାନା ଭୂଷଣ ରତ୍ନହାରେ। ନାରୀ ପୁରୁଷେ ବିରାଜନ୍ତି ଯେହ୍ନେ ଗଗନେ ତାରାପନ୍ତି। କୃଷ୍ଣ ପାଣ୍ଡବ ଅନୁଜାନେ ଗଲେ ସେ ଯେ ଯାହା ଭୁବନେ। ଯେ ରାଜା ଗୋବିନ୍ଦର ଦାସ ସେ ମହାଯଜ୍ଞେ ତାର ଯଶ। ଆନନ୍ଦେ ମୁଖେ ମୁଖ ଚାହିଁ ପଥେ ଚଳନ୍ତି ଗୀତ ଗାଇ। ପୁଣି ସନ୍ତୋଷ ନୋହେ ମନ ମନୁଷ୍ୟ ଯେହ୍ନେ ସୁଧାପାନ। ଋତିକ ଆଦି ମନ୍ତ୍ରବାଦୀ ଅନେକ ରାଜ ଋଷି ଆଦି। ଧର୍ମନନ୍ଦନ ବନ୍ଧୁ ଗଣେ ପ୍ରିୟ ବଚନେ ଜଣେ ଜଣେ। ଦେବକୀ ନନ୍ଦନ ସଙ୍ଗତେ ଭାବେ ରହିଲେ ଦିନାକାତେ। ତକ୍ଷଣେ ପ୍ରଭୁ ଭଗବାନ ପାଶେ ବସାଇ ଉଗ୍ରସେନ। ପ୍ରଦ୍ୟୁମ୍ନ ଆଦି ଯେତେ ସୁତ କୁଟୁମ୍ବ ସୁହୃଦ ସହିତ। ମେଲାଣି ଦେଇ ନିଜ ପୁରେ କୃଷ୍ଣ ରହିଲେ ରାଜା ଘରେ। ହରି ହରି ବୋଲ। ଏମନ୍ତେ ପଣ୍ଡୁର ନନ୍ଦନ ଦୁସ୍ତର ମନୋରଥ ପୂର୍ଣ୍ଣ। କୃଷ୍ଣ ଚରଣ ଭେଳା କଲେ ଯଜ୍ଞ ଜଳଧି ନିସ୍ତରିଲେ। ଏବେ ହୋ ଶୁଣ ହେ ରାଜନ ଦିନକେ ରାଜା ଦୁର୍ଯ୍ୟୋଧନ। ଧର୍ମନନ୍ଦନ ଅନ୍ତପୁରେ ପଶିଲା ବାନ୍ଧବ ବେଭାରେ। ଦେଖି ସମ୍ପଦ ଅଗୋଚର ଉପମା ନାହିଁ ତିନି ପୁର। ଯଜ୍ଞେ ଗୋବିନ୍ଦର ମହିମା କେ କହିପାରେ ଗୁଣ ସୀମା। ଯାହାର ଧ୍ୟାନ କୃଷ୍ଣ ପାଦେ କେ ଅନ୍ତ କରୁତା ସମ୍ପଦେ। ନର ଅସୁର ସୁର ସିରି ଯାର ଭୁବନେ ଅଛି ପୁରୀ। ବ୍ରହ୍ମା ସଞ୍ଚିତ ଭୋଗ ଯେତେ ନାନା ପ୍ରକାରେ ଅପ୍ରମିତେ। ଦ୍ରୁପଦ ରାଜାର ନନ୍ଦିନୀ ସର୍ବସମ୍ପଦ ସଙ୍ଗେ ଘେନି। ସେବଇ ଯୁଧିଷ୍ଠିର ପାଦେ କୃଷ୍ଣ ପ୍ରସନ୍ନେ ଅପ୍ରମାଦେ। ତା ଦେଖି ଅନ୍ଧର ନନ୍ଦନ ଅନ୍ତରେ ଦହଇ ଜୀବନ। ଜହି ଗୋବିନ୍ଦ ନାରୀ ଗଣେ ବଳୟ ନୁପୁର କଙ୍କଣେ।
ଚାଲନ୍ତେ ନୂପୁର ବାଜେଣି କଟିରେ ରତ୍ନ ଓଢ଼ିଆଣି କୁଚ କୁଙ୍କୁମେ ସ୍ୱର୍ଣ୍ଣହାର କର୍ଣ୍ଣେ କୁଣ୍ଡଳ ରତ୍ନ ସାର ଏମନ୍ତ ଦେଖିତା ଭୁବନ ଅନ୍ଧନନ୍ଦନ ଦୁର୍ଯ୍ୟୋଧନ ବାହୁଡ଼ି ହରସ ବିଷାଦେ ପୁଣି ମିଳିଲା ସଭା ମଧ୍ୟେ ମୟ ନିର୍ମିତ ମାୟା ସଭା କିୟ ବା ପଟାନ୍ତର ଦେବା ଯହିଁ ବିଜୟ ଦାମୋଦର ସ୍ୱଭାବେ କାଳ ଚକ୍ରଧର ଚକ୍ଷୁ ଚଳନ୍ତେ ବିଶ୍ୱ ଚଳେ ତାହାର ଜନ୍ମ ମହିତଳେ ଭାବ ଅଭାବ ମତବେନି କହନ୍ତି ହସ୍ତେ ବେତ୍ର ଘେନି ସେ ସଭା ମଧ୍ୟେ ଧର୍ମସୂତ ସଙ୍ଗେ ଅଛନ୍ତି ଚାରି ଭ୍ରାତ କାଞ୍ଚନ ଆସନେ ବିଜଏ ଦିଶେ ଆକାଶେ ଇନ୍ଦ୍ର ପ୍ରାୟ ବ୍ରହ୍ମାଙ୍କ ସଭା ପ୍ରାୟ ଦିଶି ସୂତ ମାଗଧେ ପରଶଂସୀ ଏମନ୍ତେ ମିଳି ଅନ୍ଧସୂତ ସଙ୍ଗେ ଅଛନ୍ତି ଶହେ ଭ୍ରାତ ରତ୍ନ ମୁକୁଟ ଅଛି ଶିରେ ହସ୍ତ ନିବେଶୀ ମନ୍ତ୍ରୀ କରେ ରୋଷେ କମ୍ପଇତା ଶରୀର ଏମନ୍ତେ ଶୁଣ ନୃପବର ମୟ ନିର୍ମିତ ମାୟା ସଭା ଯହିଁ ଭ୍ରମନ୍ତି ସୁର ଦେବା କୃଷ୍ଣ ମହିମା ଅନ୍ତରାଳ କ୍ଷଣକେ ଦିଶେ ଜଳସ୍ଥଳ ସ୍ଥଳକୁ ଜଳ ପ୍ରାୟ ମଣି ବସ୍ତ୍ର ତୋଳିଲା କରେ ଆଣି ଜଳକୁ ସ୍ଥଳ ପ୍ରାୟ ବୁଝି କୋପେ ପଶିଲା ଚକ୍ଷୁ ବୁଝି ଜଳେ ହୋଇଲା ସ୍ଥଳ ଭ୍ରାନ୍ତି ମୟ ମାୟାରେ ମୋହ ଗତି ଜଳେ ପଡ଼ନ୍ତି କୁରୁପତି ତା ଦେଖି ହସିଲା ମାରୁତି ଦ୍ରୌପଦୀ ଆଦି ଯେତେ ନାରୀ ସର୍ବେ ହସିଲେ ହାସ୍ୟ କରି ଯେତେ ନୃପତି ଥିଲେ ବସି ମୁଖେ ବସନ ଦେଇ ହସି ଚକ୍ଷୁ ଚାଳିଣ ଚକ୍ରଧର ଠାରିଲେ ସର୍ବେ ହାସ୍ୟ କର ଏମନ୍ତେ ସର୍ବସଭାଜନେ ହସିଲେ ବିକୃତ ବଦନେ ଦେହ ସମ୍ଭାଳି କୁରୁନାଥ ଉଠିଲା ଧରି ଭ୍ରାତ ହସ୍ତ ଅଧୋବଦନେ କୋପ କରି ଦୁଃଶାସନର କର ଧରି ଜନେ କରନ୍ତି ହାହାକାର ହସ୍ତିନା ଗଲା ନୃପବର ତା ଦେଖି ଧର୍ମର ନନ୍ଦନ ସମ୍ଭ୍ରମେ କଲେ ଦୁଃଖ ମନ ପଣ୍ଡୁନନ୍ଦନ ଭାବ ଘେନି ଗୋବିନ୍ଦ ଜାଣି ହେଲେ ତୁନି ଅଶେଷ ବନିର ଭାର ଯେ ହରି କରିବେ ସଂହାର ଯାହାର ମାୟାରେ ମୋହିତ ହୋଇଛି ଅଶେଷ ଜଗତ ବ୍ରହ୍ମା ଶଙ୍କରେ ଅଗୋଚର ଏ ପୁଣି ମନୁଷ୍ୟ ମାତର ଶୁଣ ପରୀକ୍ଷ ଶୁଦ୍ଧ ଚିତେ ତୁ ଯାହା ପଚାରିଲୁ ମତେ ରାଜସୂୟ ଯଜ୍ଞେ ବରଣ ଦୁର୍ଯ୍ୟୋଧନର ଦୁଷ୍ଟପଣ ବୋଲଇ ଦାସ ଜଗନ୍ନାଥ କୃଷ୍ଣ ଚରିତ ଭାଗବତ ରାଜୁଷି ଯଜ୍ଞ କଥା ଶୁଣି ସଂସାରୁ ତର ସର୍ବ ପ୍ରାଣୀ ଗୋବିନ୍ଦ ପାଦେ କର ଭାବ ଯେବେ ଏ ସଂସାରୁ ତରିବ ଜଗତ ହିତେ କୃଷ୍ଣ ବାଣୀ ଗୀତେ ମୁଁ ବଖାଣିଲି ଆଣି ଏଣେ ନିଶ୍ଚଳ କର ଚିତ୍ତ ମୁତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ଭାବେ ଏଣେ ନିଶ୍ଚଳ କର
चित्त भावे मुतुम्भ भृत्यंकर भृत्य। हरि हरि बोल। इति श्रीमद्भागवते महापुराणे पारमहंस्यां संहितायां दशमस्कन्धे उत्तरार्धे दुर्योधन मानभङ्गो नाम 80तमोऽध्यायः।